ଲୁହ ସହ ଲଢ଼େଇ। ବାରମ୍ବାର ତାକୁ ଅଣଦେଖା ଅସମ୍ମାନ କରାଯାଉଥାଏ, ତଥାପି ସେ ସହିବାର ସୀମାରେଖା ଟୋପ ନଥିଲା କି ଭିତରୁ ଭାଙ୍ଗି ପଡ଼ୁନଥିଲା। କାରଣ ତାକୁ ତାହା ଜଣାଥିଲା ସେ ସୁନା ପରେ ଆହୁରି ଛଟକିବ, ଆଉ ଦିନେ ସମାଜ ତାକୁ ନିଶ୍ଚିତ ଖୋଜିବ। ଏଥିପାଇଁ କି ଯେ ସବୁ ସମୟରେ ଜୀବନକୁ ବିତେଇବା ପାଇଁ ନୁହେଁ, ବରଂ ଜୀବନ ସହିତ କିପରି ସବୁକିଛି ସଫଳତା ଓ କୌଶଳକୁ ସହଜରେ କାବୁ କରିହେବ ତାର ମୂଳମନ୍ତ୍ର ଶିଖାଉଥିଲା। ଆଉ ଏ ସାରା ନାରୀ ମନସ୍ତତ୍ୱ ଉପରେ ଟେକ୍ନିକ୍ ନିଷ୍କର୍ଷ ଗୁଡ଼ିକୁ ପର୍ଯ୍ୟବେକ୍ଷଣ କରି ସମାଜର ପ୍ରତିଟି ହୃଦୟରେ ଜାଗା ଦେଉଥିଲା। ଅଥଚ ତାର ପ୍ରତିଟି ଶବ୍ଦରେ ଚରିତ୍ର ଗୁଡ଼ିକ ଶତଶତିକ ଜୀବନଦାସ ପାଉଥିଲେ ଖାତା ଓ କଲମ ସ୍ୟାହିରେ। ଆଜି ଦୁନିଆ ଖୁବ୍ ଛୋଟ ହୋଇଯାଇଛି ଟେକ୍ନୋଲୋଜି ପ୍ରଭାବରେ, କିନ୍ତୁ ତାର ଦୁନିଆ ଆଜି ବି ବଡ଼ ଅଛି। ଆଜି ବି ସେ ପାଦରେ ଚାଲି ଚାଲି ଯାଏ। ଟ୍ରାଫିକ ଆସିଲେ ରାସ୍ତା ପାରି ହେବା ପାଇଁ ଆଗ ପଛ ହୋଇ କାହାର ସାହାରା ଖୋଜେ, ନହେଲେ ଚୁପଚାପ କହୁଥାଏ ଓಂ ନମୋ ଭଗବତେ ବାସୁଦେବାୟ, ଓಂ ଭୂର୍ଭୁବସ୍ସୁଃ ତସ୍ୟ ବିତୁର୍ବରେଣ୍ୟଂ। ହେ ଗୋପାଳ, ହେ ମୁରାରୀ, ମୋତେ ଟିକେ ରାସ୍ତା ପାରି କରିଦିଅ ତ। ଅଥଚ ନିଜ ଭିତରେ କେମିତି ସେ ଏତେ ଶକ୍ତିଶାଳୀ, ଡ୍ରାଇଭରର ସିଟ୍କୁ କେମିତି ସମ୍ଭାଳି ହେବ ତାର କାଇଦା ବେଶ ତାକୁ ଜଣାଥିଲା। ଚମତ୍କାର ଭାବେ ନିଜ ଇମୋସନକୁ କଣ୍ଟ୍ରୋଲ କରି ନିଜେ ଏକୁଟିଆ ରହିବା ଶିଖି ସାରିଥିଲା। ଯେତେବେଳେ ସେ ସମ୍ପର୍କ ତାକୁ ଭଲ ଲାଗିବା ଆରମ୍ଭ କଲା, ସେ ନିଜକୁ ଖୁବ୍ ଏକା ଅନୁଭବ କରୁନଥିଲା, ବରଂ ନିଜକୁ ସେ ସବୁ ଶକ୍ତିମାନଙ୍କ ଠାରୁ ଆହୁରି ନିକଟତର କରାଉଥିଲା, ଯେପରି ତାକୁ ଆହୁରି ପୀଡ଼ା ମିଳୁ, ଆହୁରି ଯନ୍ତ୍ରଣା ମିଳୁ। କାରଣ ସେ ଏହା ବି ଜାଣି ସାରିଥିଲା, ଯନ୍ତ୍ରଣା ଯେତିକି ପ୍ରବଳ ହେବ, ଲୁହ ସେତିକି ପ୍ରବାହିତ ହେବ। ପ୍ରତ୍ୟେକ ରାତିର ଲୁହମାନଙ୍କ ସହ ଲଢ଼େଇ ହୁଏ, ଲୁହମାନେ ହାରିଯାଆନ୍ତି, ଆଖି ଆରାମରେ ନିଦ୍ରା ଯାଏ। ପୁନଶ୍ଚ ପୁଣି ସେଇ ରାତିମାନଙ୍କରେ ଲୁହମାନଙ୍କର ଟାହିଟାପରା ଆଉ ତାକୁ ଦୁର୍ବଳରୁ ଦୁର୍ବଳ କରିବାର ଷଡ଼ଯନ୍ତ୍ର। ସୋନାକ୍ଷୀ ଘାସ ପରେ ନିଜକୁ ଶେଷ କରିଦିଏ। ଅଥଚ ସେଇ ଦଳାଚାକୁଟା ଘାସ ଟିକିଏ ବର୍ଷା ବୁନ୍ଦାରେ ଅଲାଜକି ପରି ମୁଣ୍ଡ ଟେକେ, ସବୁଜମାରେ ଧରାକୁ ହସେଇ ପାରେ। ରୀତିମତ କାଇଦାକୁ ନିଜ କୌଶଳରେ ଅକ୍ତିଆର କରିସାରିଛି ଯେମିତି ବହୁତ ଆଗରୁ। ସମାଲୋଚନାରେ ଭାଙ୍ଗିଯିବା ମଣିଷ କଦାପି ଉପରକୁ ଉଠିପାରେନି। ସବୁ ପରିସ୍ଥିତିକୁ ସମ୍ଭାଳି ନେଉଥିବା ମଣିଷ ମଧ୍ୟ ହାରିଯାଏ ପରିସ୍ଥିତିର ଦାସ ହୋଇ। କିନ୍ତୁ ଏଇଟା ସମସ୍ତଙ୍କୁ ନିହାତି ଜାଣିବା ଦରକାର ଯେ ସବୁବେଳେ ହସୁଥିବା ଲୋକର ପଛରେ ଅସମାହିତ ଦୁଃଖମାନେ ବସାପନ୍ତି ରହିଥାନ୍ତି। ସମାଜରେ ଏମିତି କେହି ବି ସତ୍ସାହସରେ କହିପାରିବାନି କି ଆମେ ସର୍ବଦା ସେଇ ହସ ଖୁସିର ମାହୋଲ ଭିତରେ ରହୁଛେ। ଅସଲ ଖୁସିର ମାହୋଲ ତ ସେତେବେଳେ ଅନୁଭବ ହୁଏ ଯେତେବେଳେ ବ୍ୟକ୍ତି ଉପଲବ୍ଧି କରେ କି ସେ ସମସ୍ତ ଦୁଷ୍ଟ ଓ ନକାରାତ୍ମକ ଶକ୍ତିଗୁଡ଼ିକୁ ହଜାରେ ପ୍ରତିବନ୍ଧକ ସତ୍ତ୍ୱେ ବି ଜିତି ପାରିଛି। ଆଉ ତାହାକୁ ଏହା ଦେଖାଇବାର ଅଛି କି ସେ ଦୁର୍ବଳ ନୁହେଁ, ସେ ସବୁକିଛି ଜିତିପାରିବ ଯଦି ସଠିକ୍ ପ୍ରଶିକ୍ଷଣ ଓ ପ୍ରଶିକ୍ଷକ ତା ପାଖରେ ଅଦୃଶ୍ୟ ଭାବରେ ସର୍ବଦା ତାକୁ ଆଚ୍ଛନ୍ନ କରିଛନ୍ତି। ମୂଳ ବିଷୟବସ୍ତୁ ଗୋଟିଏ ଦିନରେ ଉଦ୍ଦିଷ୍ଟ ନୁହେଁ, ସେଥିପାଇଁ ସାମୂହିକ ସାଧନା ପାଇଁ ମୁଖ୍ୟାଂଶ ହେବା ଦରକାର। ଅନେକ ଲୁହର ରାତିମାନଙ୍କ ସହ ସମୟ ବିତାଉଥିଲା ସୋନାକ୍ଷୀ, କାରଣ ସେ କାହାର ଦୟା, ଅନୁକମ୍ପା ଓ ସାହାଯ୍ୟକୁ ଅଣଦେଖା କରୁଥିଲା। ଏଥିପାଇଁ କି ପ୍ରକୃତ ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନେ ବାରମ୍ବାର ବାଡ଼ ଭାଙ୍ଗୁଥିଲେ ଆଉ କୁହାକୁହି ହେଉଥିଲେ ସୋନାକ୍ଷୀ ବରିଷ୍ଠ ଦୁଃଖର ବିଜୟକାରିଣୀ। ସେତେବେଳେ ସମସ୍ତେ ଦୁଇଟି ଚରିତ୍ରକୁ ନୁହେଁ, ମୁଖ୍ୟ ଚରିତ୍ରର ଅପରାଧୀଙ୍କୁ ନଧରା ପକାଇବାର ଯୋଜନାରେ ସଫଳ ହୋଇଥିଲେ। ଏହା ପଛର କାରଣ ହେଉଛି ସେ ଅପରାଧୀ ପାଖରେ ଅନେକ ସ୍ୱାର୍ଥ ବାଣ୍ଟିବାରେ ଯଥେଷ୍ଟ କିଛି ଥିଲା, ଯଦ୍ୱାରା ନ୍ୟାୟ ଦେବାକୁ ଆସିଥିବା ଚରିତ୍ରଗୁଡ଼ିକୁ ସେ ସହଜରେ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ। ପ୍ରକୃତ ପକ୍ଷେ ସେ ରାତିଗୁଡ଼ିକ ଖୁବ୍ ଦୁର୍ବିସହ ଲାଗୁଥିଲେ ବି ସୋନାକ୍ଷୀ ବାରମ୍ବାର ଲଢ଼େଇରେ ଜିତିବାର ନିଶାରେ ମାନେ ରଖୁଥିଲା। ସେ ବୁଝି ସାରିଥିଲା ସେ ରାତିଗୁଡ଼ିକୁ ଏକାକୀ କାଟିପାରେ ଯେତିକି ଦୁଃଖ, ତାଠୁ ଖୁବ୍ ପ୍ରତିକ୍ରିୟାଶୀଳ ଅନୁଭୂତିଗୁଡ଼ିକ ସତରେ ତାକୁ କ୍ଷତି ଆଣିଦେଇଛନ୍ତି। ଆଜି ହୁଏତ କିଛି ସମୀକ୍ଷକଙ୍କ ମନରେ ଏହି ରଚନା ବିସ୍ମୟ ସୃଷ୍ଟି କରିବ, ହେଲେ ସୋନାକ୍ଷୀ ନଥିବ ସେ ସମୀକ୍ଷାରେ ଭାଗ ନେବାକୁ। ଏହି କଥା ଖୁବ୍ ଅଭିମାନ ନୁହେଁ, ବରଂ ଯେଉଁ ଦୁଃଖ ଓ ଲୁହର ରାତିଗୁଡ଼ିକ ତା ସହ ତୃତୀୟ ବିଶ୍ୱଯୁଦ୍ଧ ସୃଷ୍ଟି କରିବାର ପଦକ୍ଷେପ ନେଇଛନ୍ତି, ଖାସ୍ ସେଇଥିପାଇଁ ସୋନାକ୍ଷୀ ସେହି ସମୀକ୍ଷାରେ ଭାଗ ନେଇପାରିବନି କି ପୁନଶ୍ଚ ସେଇ ଲୁହର ଲଢ଼େଇ ରାତିମାନଙ୍କୁ ଆଉ ବିଲକୁଲ ତା ସ୍ମୃତିପଟରେ ନ ରଖି ଲିଭେଇ ଦେବାକୁ ଚାହିଁବ। ଏବେ ସମାଜ କହିପାରିବନି କିମ୍ବା ସେହି ଅପରାଧୀଙ୍କୁ ସମର୍ଥନ ଦେଉଥିବା ମୁଖ୍ୟ ଖଳନାୟକ ଓ ଖଳନାୟିକାମାନେ ବୁଝିଯିବା ଦରକାର କି ଏକା ଏକା ବଞ୍ଚିବା ଗୋଟେ ଶାନ୍ତିର ଜୀବନ, ଆଉ ଗୋଟେ ଶାନ୍ତିର ଜୀବନ ସେତେବେଳେ ମିଳେ ଯେତେବେଳେ ଅପରାଧୀମାନେ ହାରିଯାଆନ୍ତି।